ପ୍ରତିଯୋଗିତାମୂଳକ ପାଲା ମୁଁ ଯୋଡ଼େ ତିନିଟା କଥା କହୁଛି ମୋ ଭାଇ ବି ଛାଡ଼ି ଦେଇକି ଯିବି ବାଦ ପାଲା ନହେଲେ ହେଇପାରିବନି ବାଦ ପାଲା ନହେଲେ ହେଇପାରିବନି ନୋଟା ବୁଲା ଜଟିଆ ଆଜି ଯିବୁ କେହିକି ନୋଟା ବୁଲା ଜଟିଆ କାନ ଗୋଡ଼ି ଧରି ତୋର କାନରେ ରଖିବି କାନ ଗୋଡ଼ି ଧରି ତୋର କାନରେ ରଖିବି ପଚେଇ ଦେବି ତାକୁ କହିବିନି ପଚେଇ ଦେବି ତାକୁ କହିବିନି କିଏ ନୂଆ ବାଦ୍ୟ ନୂଆ ହଁ କଣ କହୁଛ ହଁ ହଁ ବାଦ୍ୟଟା କଣ ଏ ବାଦ୍ୟ ସେ ଜାଣିନାହାନ୍ତି ନା ତାଙ୍କର ସେ କାହିଁ ଏ ବର୍ଷ 2026 ମସିହାର ଏ ବାଦ୍ୟ ଏ ବର୍ଷ 2026 ମସିହାର ଏ ବାଦ୍ୟ ବାଦ୍ୟ ଭାଇ ମୋର କହିଲେ ଗୋଟେ କଥା ଆଜି ଶୁଣିଲି 2026 ମସିହାରେ ଏ ବାଦ୍ୟ ବମ୍ବେ ବମ୍ବେ କଣ ଗୋଟେ ବଜଉଥିଲେ ବମ୍ବେ ନା ମାଡ୍ରାସ ସେଟା ବମ୍ବେରେ କଣ ସେଟା ବଜଉଥିଲେ ଏଟା ବମ୍ବେ 2026 ର ସେ ଶ୍ଲୋକ ମୋ ଭାଇ ପାଖରେ ନାହିଁ ସେ ଶ୍ଲୋକ ମୋ ଭାଇ ପାଖରେ ନାହିଁ ଭଗବାନ ରାମଙ୍କ ନିର୍ଦ୍ଦେଶରେ ଅଙ୍ଗଦ ଗଲା ତୁ ତ ଦୂତ ହେଇଗଲୁ ଗୋରୁଟା କାଇଁ ଏମିତି ପୋତି ଦେଲୁ ତୁ ତ ଦୂତ ହେଇଗଲୁ ଗୋରୁଟା କାଇଁ ଏମିତି ପୋତି ଦେଲୁ ରାବଣ କହୁଛି ମୋ ଗୋଡ ଆସିକି ଉଠା ତୋ ଗୋଡ କାଇଁ ରାବଣ ଉଠେଇବ ସେ ସିନା ଯାହା ଗୋଡ ଉଠେଇବା ପାଇଁ ଆଇଛି ସେ ଉଠେଇବ ତୋ ଗୋଡ କାଇଁ ରାବଣ ଉଠେଇବ ପଞ୍ଚଭୂତରେ ମୃଦଙ୍ଗ କେମିତି ଗଠିତ ମନ ଦେଇକି ଶୁଣିଲେ ଭଲ ହବ ଏପଟ ସେପଟ ହେଲେ ମୁଁ ଛାଡ଼ିବିନି ମନ ଦେଇକି ଶୁଣିଲେ ଭଲ ହବ ଏପଟ ସେପଟ ହେଲେ ମୁଁ ଛାଡ଼ିବିନି ପଳେଇବେ ସିଧା ପଳେଇବେ ସିଧା କହିଲେ ପଞ୍ଚମହାଭୂତର ମୃଦଙ୍ଗ ପଞ୍ଚମହାଭୂତ କଣ ହର୍ଣ୍ଣ ନା କ୍ଷିତିଆ ପତେ ଜ ବାୟୁ ଆକାଶ କ୍ଷେତିଆ ପତେ ଜ ବାୟୁ ଆକାଶ ପଞ୍ଚଭୂତରେ ଦେହ ପ୍ରକାଶ ଯେ ମୃଦଙ୍ଗ ପଞ୍ଚମହାଭୂତ କାହିଁକି ଆସିବେ କିଛି ଜାଣିନା ବୋଲେ ଏଟା ଚାରି ଦିଗ 10 ଦିଗ ବାଦ୍ୟ ଶୁଣ 10 ଦିଗ ବାଦ୍ୟ ଏଗୁଡ଼ା 10 ଦିଗ ବାଦ୍ୟ ଶୁଣ 10 ଦିଗ ବାଦ୍ୟ শ্যাম তুমি ধনী মতো ভালো লাগু গোবিন্দ 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 হরিকর পরম ব্রহ্ম ওড়ি ଅଛି ଚିଲିକାରେ ଚିନ୍ମୟର ସୁନ୍ଦର ବିଶ୍ୱଚିନ୍ତାମଣି ପ୍ରଭୁ କେଶବ କଂସାରୀ ଗଜାର୍ତ୍ତହାରୀ ବିଭୁଙ୍କର ଦରବାର ସୁର ଭାଇ ଯାହା ହେଉ ବାପା ମାନଙ୍କର ବହୁଳ ପ୍ରଚେଷ୍ଟାରେ ଆୟୋଜିତ ପ୍ରତିଯୋଗିତା ପାଲା ଆଜି ହେଉଛି ଦ୍ୱିତୀୟ ରଜନୀ ପ୍ରଥମ ଥାକ ସୁର ଭାଇ ଯୁଗେ ଯୁଗେ ପ୍ରଭୁର ନାମ ହଉଛି ସତ୍ୟ ଆଉ ସବୁ ହଉଛି ମିଥ୍ୟା ବାୟକର ଧର୍ମ କର୍ମ ହେଉଛି ମୃଦଙ୍ଗ ଶାସ୍ତ୍ର ମାଧ୍ୟମରେ ଦୁଇ ପଦ କଥା ବାଦ୍ୟ ଖଣ୍ଡେ ବଜା ହଉଛି ବାୟକର ଧର୍ମ ବା କର୍ମ ସର୍ବପ୍ରଥମେ ବାଦ୍ୟକୁ ପ୍ରାଧାନ୍ୟ ଦେଇ ଆମେ ଅନ୍ୟ କଥା କିଛି କରିବା ସୁର ଭାଇ ଇଏ କିଏ ସେ ମୃଦଙ୍ଗ ଆ ଦେହରେ ଜ୍ଞାନ ଅଛି ଜ୍ଞାନ ନାହିଁ ଇଏ ବଜେଇଲେ ବାଜୁଛି ନା ଆଉ ଶାସ୍ତ୍ରବିତ୍ ମାନେ ପ୍ରମାଣ ଦେଇଛନ୍ତି ମୃଦଙ୍ଗ ବ୍ରହ୍ମ ରୂପେଶ ଲାବଣ୍ୟର ସମାଧୁରୀ ଗୁଣ ସମାଯୁକ୍ତ ଏ ମୃଦଙ୍ଗ ସୁର ଭାଇ ଯେତିକି ମୋର ଜ୍ଞାନୀ ବାପା ମାନେ ବସିଛନ୍ତି ଆମ ପାଇଁ ଯଥେଷ୍ଟ ହରି ଦରବାରରେ ପ୍ରଭୁର ଦରବାରରେ ପ୍ରଭୁ ଶୁଣୁଛନ୍ତି ସେ ପ୍ରଭୁର ନାମ କଥା ନାଇଁ ସନ୍ତୋଷ ଭାଇ ଶାସ୍ତ୍ରକାର କଣ କହିଲେ କହିଲେ ମୃଦଙ୍ଗ ବ୍ରହ୍ମ ରୂପେଶ ଲାବଣ୍ୟ ରସ ମାଧୁରୀ ମୃଦଙ୍ଗକୁ କାହିଁକି ବ୍ରହ୍ମ ରୂପରେ ତୁଳନା କରିଛନ୍ତି କାହିଁକି ହେଲେ ଏ ମୃଦଙ୍ଗରେ କଣ ଲାଗିଛି ସୁର ଭାଇ ସର୍ବପ୍ରଥମେ ବ୍ରାହ୍ମଣ ନନା ପଞ୍ଚଦେବତା ମହାପ୍ରଭୁଙ୍କୁ ଆହ୍ୱାନ କରିଛନ୍ତି ଠିକ ଯାଉ
କାଲି ମୋର ଭାଇ କହୁଥିଲେ ହଁ ଏଠି କହୁଥିଲେ ପଞ୍ଚଦେବତାଙ୍କ ଭିତରେ ଜଣେ ଦେବୀ ଅଛନ୍ତି ମା ଅମ୍ବିକା ମା ମା। ଅମ୍ବିକା ଦୁର୍ଗା ଦୁର୍ଗା। ଆରେ ମା ନଥିଲେ ବାପା ନାହିଁ କି ବାପା ନଥିଲେ ମା ହଁ। ନାହିଁ ମୁଁ କାହିଁ କହିଲି କାହିଁ କହିଲ? ପଞ୍ଚଦେବତା ଖାଲି ସେତିକି ନୁହଁ ପାଞ୍ଚ ଆଉ କଣ ପାଞ୍ଚ ବୋଲେ ପଞ୍ଚାମୃତ ପାଞ୍ଚ ପଞ୍ଚଗବ୍ୟ ପାଞ୍ଚ ପଞ୍ଚଶସ୍ୟ ପାଞ୍ଚ ପଞ୍ଚୁ ପାଣ୍ଡବ ପାଞ୍ଚ ଆମ ସମ୍ପ୍ରଦାୟ ହେଉଛି ପାଞ୍ଚ ଆମର ଭୂତ ହେଉଛି ପାଞ୍ଚ ଜ୍ଞାନେନ୍ଦ୍ର ହେଉଛି ପାଞ୍ଚ କର୍ମେନ୍ଦ୍ର ହେଉଛି ପାଞ୍ଚ ବାୟକ ବାଦ୍ୟ ବଜାଉଛି ବାଦ୍ୟ ଯନ୍ତ୍ରକୁ କେତେ ଭାଗରେ ବିଭକ୍ତ କରାଯାଇଛି ପାଞ୍ଚ ଭାଗରେ ସୁର ଭାଇ ଓ କଣ ଗୋଟେ କହିଲୁ ସିଏ କହିବେ ବାୟକ କେତେ ପାଞ୍ଚ ସବୁ ଜାଣିଛି କି ରେ ର ଶ୍ଲୋକଟିଏ ପାଠ କରୁଛି କର ପଞ୍ଚଭୂତରେ ଶରୀର ଗଠିତ ଏ ମୃଦଙ୍ଗ ମଧ୍ୟ ପଞ୍ଚଭୂତରେ ଗଠିତ ଗଠିତ ସେ ଶ୍ଲୋକ ମୋ ଭାଇ ପାଖରେ ନାହିଁ ନାଇଁ ତାଙ୍କ ଆଡେ ତାଙ୍କ ଦେଶରେ ସେ ଜିନିଷ ମିଳୁନି ନାହିଁ ଅପରପକ୍ଷ ଭାଇ କଣ କହୁଛ ହଁ, ଏଇ! ଆଉ ଆରେ ସେ ମୋ ଭାଇ ଭାଇ ସେ କଣ ବଜେଇବେ କଣ କହିବେ ହଁ। ମତେ ସବୁ ଜଣା ଜଣା। ଆଜି ନୂଆ ନୁହଁ କି ପୁରୁଣା ନାଇଁ ନୁହଁ ମ। ଗୋଟେ ଶ୍ଲୋକଟିଏ କହୁଛି ହଁ, ହଁ। ମନ ଦେଇକି ଶୁଣ ହଁ। କଣ କଣ ପଞ୍ଚଭୂତରେ ମୃଦଙ୍ଗ କେମିତି ଗଠିତ ଆଚ୍ଛା, ଆଚ୍ଛା। ମନ ଦେଇକି ଶୁଣିଲେ ଭଲ ହବ ହବ ଏପଟ ସେପଟ ହେଲେ ମୁଁ ଛାଡ଼ିବିନି ନା ପଳେଇବି ସିଧା ତାଙ୍କ ଘର ଅନେକ କବେ ବୋଲି ହଁ ସେ ଡ୍ରେସ ଖୋଲି ନାହାନ୍ତି ଶ୍ଲୋକ ଆଉ ଗୁଣ୍ଡାଟା ଆଉ ମର୍ଡର କରିଦବ ପୃଥିବୀ ମାଂସ ଭାଗସ୍ୟ ଆପ ଭାଗାନି ରୁଧିର ତେଜସ୍ୟ ଅଗ୍ନି ଭାଗସ୍ୟ ଏ ବାୟୁ ପ୍ରାଣ ପ୍ରକୃତି ଆକାଶଂ ଦୟତେ ବିନ୍ଦୁ ତଦାସ ଶବ୍ଦ ରୂପୀ ଏତାନି ପଞ୍ଚ ମହାଭୂତଂ ଏ ପିଣ୍ଡନାଞ୍ଚ ଶ୍ରମାଶ୍ରିତ ପଇସା ଖର୍ଚ୍ଚ କଲେ ହବ ହବ ନା ଆଉ ପଇସା ଖର୍ଚ୍ଚ କରିବନି ମନକୁ ହେଇଯିବ ଆଉ ନା ଉଠୁମ ର ଖାଲି ବୁଲିଆ ସୁର ଭାଇ ଖାଲି ବୁଲିଆ ଧରିକି ସେ ବୁଲିଆ କଣ ମତେ କଣ ଧମକୁ ସେପଟୁ ଯାହା କହିବା ତା କହୁନୁ ଆରେ ମୋ ଭାଇ ମୃଦଙ୍ଗ ଚାନ୍ଦୁଆ ଚିକଣ କଲେ କଣ ହବ ହଁ। ନାଇଁ ଆରେ ଯେତେ ଗ୍ରହ ଅଛନ୍ତି ହଁ ସୂର୍ଯ୍ୟ କିଏ ସେ ଆଜ୍ଞା ଧର୍ମ ଦେବତା ଧର୍ମ ଧର୍ମ ଦେବତା ନାଇଁ ଧର୍ମ ତାଙ୍କର କେତେ କିରଣ ସହସ୍ର କିରଣ ସହସ୍ର କିରଣ କିରଣ ତାଙ୍କ ପୁଅ କିଏ ସେ ଶନି ଟର୍ଚ ଉପଟାକୁ ଲାଇଟ୍ ଅଛି ନାଇଁ ଏ ମୃଦଙ୍ଗ ଚିକି ଚିକି ହେଲେ କଣ ହବ ଟିପୁଟି ତ ନାହିଁ ଶୁଣ ଭାଇ ମୁଁ କାହିଁ କହିଲି କାହିଁ କହିଲ ଏ ମୃଦଙ୍ଗ ବ୍ରହ୍ମ ହଁ କାହିଁକି ବ୍ରହ୍ମ କାହିଁକି ବ୍ରହ୍ମ ହେଲେ କୁହ ମୁଁ ଯୋଡେ ତିନିଟା କଥା କହୁଛି ମୋ ଭାଇ ବି ଛାଡି ଦେଇକି ଯିବି ହଁ ହଁ ଦିଟା ବାଦ ପାଲ ନହେଲେ ହେଇପାରିବ ନାଇଁ ନାଇଁ ଲଢଉ ହବ ନା ନାଇଁ। ହଁ ଅର୍ଣ୍ଣ ଲାଗିଛି ଅନ୍ନ ପାଣି ଲାଗିଛି ଦୁଇ ସୂର୍ଯ୍ୟଙ୍କ ତେଜରେ ମୃଦଙ୍ଗ ଶୁଖିଛି ତିନି। କେତେ ଗୁଡିଏ ଉପକରଣ ଜିନିଷ ଲାଗିଥିବାରୁ ବାସ୍। ଆମେ ତାକୁ କହିବା ମୃଦଙ୍ଗ ବ୍ରହ୍ମ ବ୍ରହ୍ମ। କଣ ଲାଗିଛି ଭାଗବତ ପ୍ରମାଣ ଦିଅ ଭାଗବତ ନା ଆଉ ହଁ ପ୍ରମାଣ ନଥିଲେ ଆଉ ହେଇପାରିବ ନାଇଁ କଥାରେ କହିବ ବୋଲେ ଅର୍ଣ୍ଣ ବ୍ରହ୍ମକୁ ଆଗେ ଥୋଇ ପିଣ୍ଡ ସଞ୍ଚିଲା ପରେ ଅର୍ଣ୍ଣ ଗୋଟିଏ ହଉଛି ବ୍ରହ୍ମ ହଁ ଏକେ ବ୍ରହ୍ମ ଏ ସୁର ଭାଇ ହଁ। ବ୍ରହ୍ମ କହିଲେ ଅନେକ ଅନେକ। ଏକ ବ୍ରହ୍ମ ଦ୍ୱିତୀୟ। ବ୍ରହ୍ମ କହିଲେ ଜୀବ ବ୍ରହ୍ମ ଜୀବ ବ୍ରହ୍ମ। ବାୟୁ ବ୍ରହ୍ମ ବ୍ରହ୍ମ। ଶବ୍ଦ ବ୍ରହ୍ମ ହଁ। ଅର୍ଣ୍ଣ ବ୍ରହ୍ମ ବ୍ରହ୍ମ। ପରମ ବ୍ରହ୍ମ ହଁ। ନାଦ ବ୍ରହ୍ମ ବ୍ରହ୍ମ। ଶବ୍ଦ ବ୍ରହ୍ମ ବ୍ରହ୍ମ। ଅକ୍ଷର ଅକ୍ଷର ବ୍ରହ୍ମ ବ୍ରହ୍ମ। ସ୍ଥୂଳ ବ୍ରହ୍ମ ହଁ। ସଂସାର ହଉଛି ବ୍ରହ୍ମମୟ। ବ୍ରହ୍ମମୟ ତାହେଲେ ଅର୍ଣ୍ଣ ବ୍ରହ୍ମକୁ ଆଗେ ଥୋଇ ଧୋଇ ପିଣ୍ଡ ସଞ୍ଚିଲା ପରେ ପରେ ନେଇ କଣ ହଁ, ପିଣ୍ଡ। ଅର୍ଣ୍ଣ ଗୋଟିଏ ହଉଛି ବ୍ରହ୍ମ ବ୍ରହ୍ମ ଆଉ। ସେତିକି ନୁହଁ ଆଉ କଣ ଆଉ ଗୋଟେ ପ୍ରମାଣ ଆଚ୍ଛା। କହିଲେ ଜଳ ପବନ ଲାଗି ଦେହ ଆଉ ଏଠୁ ଅଧିକ ଥିଲେ କୁହ ଏଠୁ ଅଧିକ ଥିଲେ କୁହ ଏଠୁ ଅଧିକ ଥିଲେ କୁହ ଏମିତି ସେଟିଂ ହେଇପାରିବନି ହଁ। ଏ ସୁର ଭାଇ କହ ଜଳ ଗୋଟିଏ ବ୍ରହ୍ମ ବ୍ରହ୍ମ ହେଲା ଯୋଡିଏ ବ୍ରହ୍ମ ଲାଗିଛି ଯୋଡ଼ିଏ ଆଉ ସିଆଡିକି ଯିବାନି ନାଇଁ ଥାଉ ସତ ରଜ ତମ ତମ କ୍ଲିଂ ହଁ। କ୍ଲିଂ କ୍ଲିଂ ବ୍ରହ୍ମା ବିଷ୍ଣୁ ବିଷ୍ଣୁ ହଁ। ମହେଶ୍ୱର ମହେଶ୍ୱର ସତ ହଁ। ରଜ ତମ ତମ। ଏ ତ୍ରିଗୁଣଧାରୀ ହଉଛି ମୃଦଙ୍ଗ ତକ ଏ ବିଭିନ୍ନ ପ୍ରକାର କବି ମାନଙ୍କର ଅଛି ହଁ। ପରମହଂସ କହିଛନ୍ତି ସମୟ ସ୍ୱଳ୍ପ ହଁ। ମୁଁ ଯୋଡିଏ କଥା ଛାଡିକି ଯାଉଛି ହଁ
ମୁଁ ଯୋଡ଼ିଏ କଥା କହିଛି ଆଉ ତିନିଟା କଥା ଥାଉ ମୃଦଙ୍ଗକୁ କାହିଁକି ବ୍ରହ୍ମ ରୂପରେ ତୁଳନା କରାଯାଇଛି ଓହୋ ମୁଁ ଯୋଉଟା ଛାଡ଼ିବି ମୁଁ ସେଇଟା ଲେଖିକି ଦେଇଦେଇଛି ଭାଇ ଆଚ୍ଛା ଆଚ୍ଛା ଏ ଭିତରେ ହଁ ହଁ ଆରେ ଭାଇ ମୋର ବଡ଼ ଭାଇ ହଁ ସମ୍ମାନ ନିଅ ସିଏ ମୋର ହଁ ମୁଁ ତାଙ୍କୁ ବହୁତ ସମ୍ମାନ କରେ ଆଚ୍ଛା। ସେ ମତେ ବହୁତ ଶ୍ରଦ୍ଧା କରନ୍ତି ଭାଇ ଭାଇ ଭିତରେ ଟିକେ ଏମିତି ବାଦପାଲା ଟିକେ କୁହାଗଲା ନହେଲେ କଣ ଭାତ ହଜମ ହବ? କେମିତି ହବ ବାବା? ନୁନା ମୁଁ ବାଦ୍ୟ ଖଣ୍ଡ ବଜାଉଛି ଏ ବାଦ୍ୟ ଇଏ ନୂଆ ବାଦ୍ୟ ନୂଆ ହଁ କଣ କହୁଛ ହଁ ହଁ ବାଦ୍ୟଟା କଣ ଏ ବାଦ୍ୟ ସେ ଜାଣିନାହାନ୍ତି ନାଇଁ ତାଙ୍କ ଆଡେ ସେ କାହିଁ ଏ ବର୍ଷ 2026 ମସିହାର ଏ ବାଦ୍ୟ ବାଦ୍ୟ ଆଉ ହଁ ଆଚ୍ଛା ଆଚ୍ଛା ଦିଗ କେତେ ଚାରି ଦିଗ ଚାରି ଦିଗ ଚାରି ଦିଗ। ଚାରି ଦିଗ ବାଦ୍ୟ ଖଣ୍ଡେ ବଜେଇବି ନା ଆଉ ମୁଁ ଏ ସେଇ ଆଦ୍ୟ ପ୍ରଣମିତ ବନ୍ଦେ ବନ୍ଦେ ଧୋ ଖଟ ମୁହାକୁ ବଜେଇକି ଛାଡ଼ିଦେଲେ ହଉନି ଆଚ୍ଛା ଆଉ ସେ ଆଚ୍ଛା ହଉନି ଖାଲି ପୋଚା ବାଇଗଣ ଗୁଡା ବିକିଦେବି ତାହେଲେ ତାହେଲେ କୋଉ ବାଦ୍ୟ ବାଦ୍ୟଟା କଣ ତୁଣ୍ଡ କହିବ ପାଟି ପାଟି ପାଟିରେ ହଉ ପାଟିରେ ହଉ କହିବ ବନ୍ଦେ ବନ୍ଦେ ପୃଥିବୀ ବନ୍ଦେ ଚତୁର୍ଦିଗ ବନ୍ଦିତ ପ୍ରକଟିତ ବାଦ୍ୟ ମମ ଦୋଷ ଖଣ୍ଡନ ଭବତବ ସାଜେ ଗୁରୁପଦ ବନ୍ଦିତ ମୃଦଙ୍ଗ ବାଦ୍ୟ ଏ ବାଦ୍ୟ ଦି ଜଣ ଲେଖିକି ନେଇକି ଯାଇଛନ୍ତି ନେଇଛନ୍ତି ହଁ ହଁ ସେ କାଳିଆ ଭୋଟକା ସେପଟେ ଅଛି ଆଚ୍ଛା ସେ ନେଇକି ଯାଇଛି ହଁ ହଁ ଜୟ ଜୟନ୍ତ ଜୟ ନେଇଯାଇଛି ହଁ ହଁ ଆଉ କାହାକୁ ଦେଇନି ଦେଖିବା ଆଉ ଅଶୋକ ନଦୀ ଦେବୁ ଧରାଳି ମାର ଯୋଗ୍ୟ ସନ୍ତାନ तुम्हा बिना शांति काई हे गुरु तुम्हें मंगलमय कृपा बिनु मुक्ति नाई हे गुरु तुम्हें मंगलमय कृपा बिनु मुक्ति ধরারি মার যোগ্য সন্তান ধরারি ভাবিলা শান্তি কাই হে গুরু তুমি মঙ্গলময় কৃপা বিনু মুক্তি নাই হে গুরু তুমি মঙ্গলময় কৃপা বিনু মুক্তি নাই আলোক শিখার তুমি দৈন্দিত তোমা পাই জন্ম মুখী তোমা পাই জন্ম মুখী অন্ধার নক্ষর তুমি তোমারি অন্ধার পক্ষর তুমি তোমারি অন্ধাই চালুছি মুই হে গুরু তুমি মঙ্গলময় কৃপা বিনু মুক্তি নাই হে গুরু তুমি মঙ্গলময় কৃপা বিনু মুক্তি নাই তুমি অখিলার তুমি নিখিলার আশিস তুমি মো পাই আশিস মো পাই ধর্ম নির্দেশন দেব পাই পরা ধর্ম নির্দেশন দেব পাই পরা ধর্ম নির্দেশন দেব পাই পরা অবতীর্ণ ভাব গাই হে গুরু তুমি মঙ্গলময় কৃপা বিনু মুক্তি নাই হে গুরু তুমি মঙ্গলময় কৃপা বিনু মুক্তি নাই तुम्हारी आशीष आज यही धारा पूरी उठू ना मगा जय गुरुदेव जय हे अनंत जय गुरुदेव जय
বাণীকণ্ঠ শ্রীযুক্ত গগন বিহারী মহাপাত্র মহোদয় মঞ্চরে মঞ্চাসীন হলে আচ্ছা আমার কর্তব্য হচ্ছে ঘণ্টা খণ্ড বাজিব খোলতা বাজিব আলর্স আমার পড়িব ভোগ লাগি হব ভোগ খাইবি মু ডালাটা বাপা নব তুমি কଣ କରିବି তুমি নাকি বড়ি পকেইব বাপা ডম্ফর উঠা তো ডম্ফর গৌরাঙ্গ সুন্দর পারি ঝুলি ঝুলি আছে নদিয়া দাণ্ডরে হইছি সে গুলু গুলু মোগরা চন্দ হইছি সে গুলু গুলু উড়ে হো হো উড়ে নিলাই মোগরাঙ্গ সুন্দর বাড়ি উড়ে নিলাই মোগরাঙ্গ সুন্দর বাড়ি ঝুলি ঝুলি আছে নদিয়া দাণ্ডরে ঝুলি ঝুলি আছে দাণ্ডরে হইছি সে গুলু গুলু মোগরা চন্দ হইছি সে গুলু নারায়ণ 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 হে প্রভু হরে জগন্নাথ কৃষ্ণ গোবিন্দ 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 পাদু গড়ুছি মকরা পানকারি হে তরিলে ব্রজনারি হে ব্রজনারীଙ୍କ পୟରେ মন মোরাই নিরন্তরে মন মো নিরন্তরে রাউ হা কৃষ্ণ বলি জীবন হা কৃষ্ণ বলি যাও জীবা মোট উদ্ধারা বাসুদেব হরে ওম বল বিশ্বব্যাপক
চিন্ময় সুন্দর শতচিতি আনন্দ সজিদানন্দ শ্রী শ্রী সত্য নারায়ণ বিদ্যারথে আনন্দিক পার হরি হরি জগত জননী সত্য সনাতনী পরমা বৈষ্ণবী শারদা দেবীঙ্গ বিদ্যারথে আনন্দিক পার হরি হরি ভোলা রাধা কৃষ্ণ দেবঙ্গ বিদ্যারথে আনন্দিক পার হরি হরি শ্রমতি আজ যায় লাসা ফল শ্যাম শ্রীখণ্ড চূড় শ্যাম শ্রীখণ্ড চূড় শ্রমতি আজ सरस्वती महिमा विद्ये कमलोचनी मम कंठे सदा वासम वाक्य देवे नमस्तुते धरित्री आकाश वंदे मा पाताले वासुदेव सुमाधव वंदे
বন্দে সজরাজরা চরা 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 নারায়ণ নাম ভজ রে মানস নারায়ণ নাম ভজ নারায়ণ নাম ভজ মানস নারায়ণ নাম ভজ উচারে উচারে রামে পাবে রাজা বিরাধি জরে মানস নারায়ণ নাম ভজ নারায়ণ নাম ভজ রে মানস আস্তে নারায়ণ নাম ভজ প্রেমময় পরম ভাবময় পরম রসময় পরম কল্যাণময় অনন্ত কোটি ব্রহ্মাণ্ড নায়ক সত্য নারায়ণকর পদার বিন্দরে আম্ভমানকর অনন্ত কোটি প্রণাম মণিকর্ষনাশক জগতর নাথ জগন্নাথ মহাপ্রভু চরণার বিন্দরে স্থানাধীশ রাধাকৃষ্ণ দেবঙ্গ চরণার বিন্দরে অনন্ত কোটি প্রণাম জনাই সারিবা পরে আজর মাঙ্গলিক অনুষ্ঠান দ্বিতীয় রজনীর প্রথম স্তবকরে মঞ্চাসীন হইଥିବା বা রুণ্ডিভূত হইଥିବା মোর জ্ঞানী গুণী বিবেকী সন্ত সমাজঙ্কর হৃদয় কন্দରରେ বিরাজমান କରିଥିବା সেই সচিদানন্দঙ্কর চরণার বিন্দরে অনন্ত কোটি প্রণাম बोल मन जय जगन्नाथ स्वामी की बोल विश्वव्यापक श्रीमन श्री अर्थत्राण परम ब्रह्म श्रीमन श्री सत्य नारायण का प्रीत्यर्थ बोलानंद एक बार हरि हरि उत्कल जननाद्य शक्ति शंकर श्री पिणापाणी मा शारदा के प्रीत्यर्थे तथा सर्वदेवादेवी का प्रीत्यर्थ बोलानंद एक बार हरि हरि उपस्थित अमर पंच जनमानकर विश्वपिता मंगल विधान करने संगे संगे ये अनुष्ठान की दीर्घजीवी करने वाला आनंद एक बार हरि हरि बोला मन परिशेष हरि हरि
ପ୍ରତିଯୋଗିତାମୂଳକ ପାଲା ଦ୍ୱିତୀୟ ରଜନୀ ଆମ୍ଭମାନଙ୍କର ଦ୍ୱିତୀୟ ଥାକ ଗୋଟେ ଛୋଟିଆ ଗୀତଟିଏ ମନେ ପଡୁଛି। ଛୋଟିଆ ଗୀତ ହଁ ହଉ ଯଦି ବୋଲିବ ବୋଲ। ନଟା ବୁଲା ଜଟିଆ ବାବା ଆଜି ଯିବୁ କେହିକି ନଟା ବୁଲା ଜଟିଆ ଆରେ ବାବା କାନ ଗୋଡି ଧରି ତୋର କାନରେ ରଖିବି ପଚେଇ ଦେବି ତାକୁ କହିବିନି ଆଚ୍ଛା ଆଚ୍ଛା ତୁ କଣ କହିବୁ ରେ? ମାନେ ମୁଁ ଜାଣିଗଲାଣି ତମେ କାହାକୁ କହୁଛ। ମାନେ ମାନେ ଆମର 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 ଯୁଆଡେ କଥା ଯିବା ଏ କଥା। ସାନ ଭାଇ ରମେଶକୁ ନା ନା ତୁମେ କଥାଟା ବୁଝିନ ବୋଲି କହୁଛ। କଣ କଣ ଆଉ ବୁଝିଲି? ଏ କଥା କଣ ମୁଁ କହିଲି? ଆଉ କିଏ କହିଲା? ତ ରାମାୟଣ ଜାଣିନା? କଣ ରାମାୟଣରେ ଅଛି? ଭଗବାନ ରାମଙ୍କ ନିର୍ଦ୍ଦେଶରେ ଅଙ୍ଗଦ ଗଲା, ତୁ ତ ଦୂତ ହେଇଗଲୁ, ଗୋଡୁଟା କାଇଁ ଏମିତି ପୋତି ଦେଲୁ? ରାବଣ କହୁଛି ମୋ ଗୋଡ ଆସିକି ଉଠା। ତୋ ଗୋଡ କାଇଁ ରାବଣ ଉଠେଇବ? ସେ ସିନା ଯାହା ଗୋଡ ଉଠେଇବା ପାଇଁ ଆଇଛି ସେ ଉଠେଇବ, ତୋ ଗୋଡ କାଇଁ ରାବଣ ଉଠେଇବ? ଆଚ୍ଛା କହିବାର ବାବୁ ହଁ ଏ କଥା କହିବାର ତତଲାପେଜ କଣ? ଅର୍ଥ ନଥିଲେ ଅଶୋକ କେବେ କହେନି। ଅର୍ଥ ନଥିଲେ କହେନି। ନା ମୁଁ ଜାଣିଛି। ଭାଇ ମୋର କହିଲେ ଗୋଟେ କଥା ଆଜି ଶୁଣିଲି, 2026 ମସିହାରେ ବାଦ୍ୟ ବମ୍ବେ ବମ୍ବେ କଣ ଗୋଟେ ବଜଉଥିଲେ। ବମ୍ବେ ନା ମାଡ୍ରାସ ସେଟା? ବମ୍ବେରେ କଣ ସେଟା ବଜଉଥିଲେ? ସେଟା ବମ୍ବେ। 2026 ର ରମେଶ ବାବୁ କହିଲେ ପଞ୍ଚମହାଭୂତର ମୃଦଙ୍ଗ। ପଞ୍ଚମହାଭୂତ କଣ ହର୍ଣ୍ଣ? ନା ନା କ୍ଷିତିଆ ପତେ ଜବାୟୁ ଆକାଶ କେତେ ଆପତେ ଜବାୟୁ ଆକାଶ ପଞ୍ଚଭୂତରେ ଦେହ ପ୍ରକାଶ। ଯେ ମୃଦଙ୍ଗ ପଞ୍ଚମହାଭୂତ କାହିଁକି ଆସିବେ? କାହିଁକି ଆସିବ? କାହା ଉଦ୍ଦେଶ୍ୟରେ ଆସିଛନ୍ତି? ହଁ ଯଦି ଏ କଥା ଠିକ, ଏ ଯୁଗ ଚାରି 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 ଯୁଗରେ ମୃଦଙ୍ଗ ଥିଲା, ଥିଲା ଏଇ ମାଟିରେ ଥିଲା ଆଉ କିଛି ଜାଣିନା। ମାଟିରେ ନାହିଁ ରେ। ଗୋଟେ ଚାରି ଦିଗ, ଗୋଟେ 10 ଦିଗ ବାଦ୍ୟ ଶୁଣ, 10 ଦିଗ ବାଦ୍ୟ। ହେ, କମ ଗୋଟେ ନା। ଶ୍ଲୋକ 10 ଦିଗ। ହଁ କଣ ଶ୍ଲୋକ? ଦେଖିବା। ପାତାଳେ ଚାନ୍ଦାରିଖେ 10 ଦିଗ ଗଗନେ ସର୍ବଶୈଳେ ସମୁଦ୍ର କାଷ୍ଠେ ଚଲ ହୁଏ କ୍ଷିତି ଜଳ ପବନେ ସ୍ଥାବରେ ଜଙ୍ଗମେ ବା ସର୍ବସତି ଅସୁର ସୁର ପରେ ପୁଷ୍ପ ମଧ୍ୟ କୁଶାଗ୍ରେ ସର୍ବତ୍ର 10 ଦିগে ବୀର ପାତୁ ମାଙ୍ଗର ସିଂହ। ସେ କହିଲେ ଚାରି ଦିଗ, ପୂର୍ବ ପଶ୍ଚିମ ଉତ୍ତର ଦକ୍ଷିଣ। ଯେ ଛୋଟ ପିଲା ଏ କଥା କହିବି, ଆମେ 10 ଦିଗ କହିଲେ କାଳିଆ ନା, ପୂର୍ବ ପଶ୍ଚିମ ଉତ୍ତର ଦକ୍ଷିଣ କହିଲେ ଆଉ ହେଲା କେତେ? ଅଗ୍ନି ନୈଋତ ବାୟୁ ଏ ହେଲା 4 4 4 8 ଗୋଟେ ଅର୍ଧ ଗୋଟେ ଉର୍ଦ୍ଧ 10 ଦିଗ। ଆଉ? ୟା ପରେ ଆଉ ଦିଗ ଅଛି, ଦିଗ ଶ୍ଲୋକ ବଜେଇବ। ୟା ପରେ ଆଉ ଦିଗ ଅଛି। ଅଛି? ହଁ ଦେଖିଆ କାଲି ଆସିକି ବଜେଇବେ ଆଉ। ଚଲେ ଦେ
ଅଛି ଚିଲିକାରେ ପରିକର ପରମ ବ୍ରହ୍ମ आहे नाथ आम्हेमाने नाहू की तो तालिकारे पारी चोरा ଅଧିକ ଖାଇଲେ ମେଡିକାଲ ଚଲ ମେଡିକାଲରେ ହେବ କଲ ବଲ ଜମା ନ ହବ ତମେ ଆଉ ଭଲ हरिंकी भज ଧରି ପିଉଥିଲେ ତତଲା ପେଜ हरिंकी भजिन तरिला गज ତମ ନୂଆ ବୋଉ ମୋ ଭାଉଜ श्रीमन श्री सत्यनारायण देवंग प्रीति अर्थे परम पिता परमात्मा परमेश्वर अपारुष्य दान ब्रह्म श्री जगन्नाथ महाप्रभुंग प्रीति अर्थे सर्वे बहु आनंदे कवार महेश्वरी वाग्वादिनी मीनापणी झंकट वासिनी सिंह वाहिनी माँ सारला प्रीति अर्थे मंगला कालीराई हरचंडी माँ गणपति प्रीति अर्थे सभी बोल आनंद कुमार मातृस्थनीय भोगेश्वरीय महाभूमानकर अलकर्ता गुठपटना ग्रामवासी बाबुमानकर भगवान मंगल विधान करिबे सर्वे बोल आनंदे कवा हरि हरि